ଜଗନ୍ନାଥ ବନ୍ଧୁ ଶୁଭ ସକାଳ। ଆସନ୍ତୁ ଆଜିର ମୁଖ୍ୟ ମୁଖ୍ୟ ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର, ମଧ୍ୟପ୍ରାଚ୍ୟ ଭସ୍ମ ହେଉଛି ଇରାନ ବିରୁଦ୍ଧରେ ଆମେରିକା ଇସ୍ରାଏଲର ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ତେହରାନର ପ୍ରତିଶୋଧମୂଳକ ଆକ୍ରମଣ ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ ଦର୍ଶାଏ ଯେ ଯେତେବେଳେ ବି ବିଶ୍ୱର କୌଣସି ସ୍ଥାନରେ ଭୂରାଜନୈତିକ ଉତ୍ତେଜନା ବୃଦ୍ଧି ପାଏ ଏବଂ ଯୁଦ୍ଧ ହୁଏ, ସେତେବେଳେ ସୁନା କ୍ରୟ ହଠାତ୍ ବୃଦ୍ଧି ପାଏ ଏବଂ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଏ। କିନ୍ତୁ ଏଥର ବିପରୀତ ଘଟଣା ଘଟିଛି। ପୁରୁଣା ଅର୍ଥନୈତିକ ତତ୍ତ୍ୱ ଏବଂ ଧାରଣା ଭୁଲ ପ୍ରମାଣିତ ହୋଇପାରେ ବୋଲି ମନେ ହେଉଛି। ଆମେରିକା ଇରାନ ଯୁଦ୍ଧ ସତ୍ତ୍ୱେ ସୁନା ମୂଲ୍ୟ ବୃଦ୍ଧି ପାଇବା ପରିବର୍ତ୍ତେ କ୍ରାସ୍ ହୋଇଛି। ଶୁକ୍ରବାର ଫେବୃଆରୀ 27, 2026ରେ ଯେତେବେଳେ ଯୁଦ୍ଧର ଗୁଜବ ବ୍ୟାପୁଥିଲା, ସୁନା ଆଉନ୍ସ ପ୍ରତି 5244ରେ ଥିଲା। କିନ୍ତୁ ଯୁଦ୍ଧ ଆରମ୍ଭ ବେଳେ କିଛି ଦିନ ପରେ ମାର୍ଚ୍ଚ 6 ସୁଦ୍ଧା ଏହା ପ୍ରାୟ 5120କୁ ଖସି ଆସିଥିଲା। ଏହି ହ୍ରାସ କେବଳ ଆଶ୍ଚର୍ଯ୍ୟଜନକ ନୁହେଁ, ବରଂ ସମସ୍ତେ ଆଶା କରୁଥିଲେ ଯେ ସୁନା ଖଣି ପୁଣି ଥରେ ବାରୁଦର ଗନ୍ଧ ପାଇ ରକେଟରେ ପରିଣତ ହେବ, ହେଲେ ହଠାତ୍ ଆକାଶ ଛୁଆଁ ହୋଇଯିବ। ଫାଇନାନ୍ସିଆଲ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ ରୂପା ସୁନା 2025ରେ ନିବେଶକାରୀମାନଙ୍କୁ ଧନୀ କରିଥିଲା। ସୁନା ମୂଲ୍ୟ 65% ବୃଦ୍ଧି ପାଇଥିଲା। 2026ରେ ଏକ ଧମାକା ସହିତ ଆରମ୍ଭ ହୋଇଥିଲା। ବର୍ଷର ପ୍ରଥମ ସପ୍ତାହରେ 20%ରୁ ଅଧିକ ବୃଦ୍ଧି ପାଇଥିଲା। ଜାନୁଆରୀ 28, 2026ରେ ସୁନା ସର୍ବକାଳୀନ ସର୍ବୋଚ୍ଚ 5419 ଟଙ୍କାରେ ପହଞ୍ଚିଥିଲା। ଚାଲନ୍ତୁ ଜାଣିବା ପରବର୍ତ୍ତୀ ଖବର। ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବରେ ସମ୍ମୁଖୀନ ହେଉଛି। ବଲୁଚିସ୍ତାନ, ଖାଇବାର ପଖତୁନଖ୍ୱା, ପଞ୍ଜାବ ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ ଲୋକମାନେ ପେଟ୍ରୋଲ ପମ୍ପରେ ଇନ୍ଧନ ଅଭାବ ବିଷୟରେ ଅଭିଯୋଗ କରୁଛନ୍ତି। ଅନେକ ଅଞ୍ଚଳରେ ପେଟ୍ରୋଲ ପମ୍ପ ଖାଲି ଅଛି ଏବଂ ଲୋକମାନେ ଲମ୍ବା ଧାଡ଼ିରେ ଅପେକ୍ଷା କରି ରହିବା ପରେ ପେଟ୍ରୋଲ କିମ୍ବା ଡିଜେଲ ପାଇପାରୁନାହାନ୍ତି। ଚାଲନ୍ତୁ ଜାଣିବା ପରବର୍ତ୍ତୀ ଖବର। ରାଜଧାନୀରୁ ଗୋଟିଏ ଦିନରେ 3 ଜଣ ପିଲା ନିଖୋଜ ହୋଇଯାଇଛନ୍ତି। ଜଣେ ନାବାଳିକ ଓ 2 ଜଣ ନାବାଳିକ ନିଖୋଜ ହୋଇଛନ୍ତି। ଧଉଳିରୁ ନିଖୋଜ ହୋଇଥିବା ନାବାଳିକ ରାତିରେ ଉଦ୍ଧାର ହୋଇଥିବା ବେଳେ ସାଲିଆ ସାହିରୁ 2 ନାବାଳିକ ନିଖୋଜ ଅଛନ୍ତି। ନିଖୋଜଙ୍କ ଫଟୋ ସହ ପୋଷ୍ଟର ଜାରି କରିଛି କମିଶନରେଟ୍ ପୋଲିସ। ନିଖୋଜ ପିଲାଙ୍କ ବିଷୟରେ କିଛି ସୂଚନା ଦେଲେ 50,000 ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଚାଲନ୍ତୁ ଜାଣିବା ପରବର୍ତ୍ତୀ ଖବର। ଆଗାମୀ 3 ଦିନ ମଧ୍ୟରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆଞ୍ଚଳିକ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ଅନୁଯାୟୀ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମାର୍ଚ୍ଚ 10 ତାରିଖ ରାତି 8:30 ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ 1ରୁ 2ଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଚାଲନ୍ତୁ ଜାଣିବା ପରବର୍ତ୍ତୀ ଖବର। ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବ୍ୟାଙ୍କ ଖାତାକୁ ଆସିବ ସୁଭଦ୍ରାର 4ର୍ଥ କିସ୍ତି ଟଙ୍କା। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ 5,000 ଟଙ୍କା ଲେଖାଏଁ ପଠାଇବେ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚାଲନ୍ତୁ ଜାଣିବା ପରବର୍ତ୍ତୀ ଖବର। କେବେ ମିଳିବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 22ତମ କିସ୍ତି? ଦେଶର ଲକ୍ଷ ଲକ୍ଷ ଚାଷୀମାନେ ବର୍ତ୍ତମାନ ଏଥିସହିତ ଅପେକ୍ଷା କରିଛନ୍ତି। ହୋଲି ନିକଟରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ 2,000 ଟଙ୍କା ଟ୍ରାନ୍ସଫର ହେବ ବୋଲି ଆଶା କରାଯାଉଥିଲା, କିନ୍ତୁ ପର୍ବ ସରିବା ପରେ ମଧ୍ୟ ଏହି ରାଶି ପର୍ଯ୍ୟନ୍ତ ଜାରି ହୋଇନାହିଁ। ଚାଷୀମାନେ ଏବେ ସରକାରଙ୍କ ପରବର୍ତ୍ତୀ ଘୋଷଣାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ସରକାର ଖୁବ୍ ଶୀଘ୍ର ଚାଷୀମାନଙ୍କୁ ସହାୟତା ପ୍ରଦାନ କରିପାରନ୍ତି। ଆଶା କରାଯାଉଛି ଯେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ 22ତମ କିସ୍ତି ଆସନ୍ତା ସପ୍ତାହ ସୁଦ୍ଧା ଶେଷ ସୁଦ୍ଧା ଜାରି ହୋଇପାରେ। ଯଦି ଏହା ହୁଏ, ତେବେ ଲକ୍ଷ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ 2,000 ଟଙ୍କା ଟ୍ରାନ୍ସଫର କରାଯିବ। ପ୍ରକୃତରେ ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ପ୍ରତିବର୍ଷ ଚାଷୀମାନଙ୍କୁ 6,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରନ୍ତି। ଏହି ରାଶି ଗୋଟିଏ ଥରରେ ଦିଆଯାଏ ନାହିଁ, ବରଂ 3ଟି ସମାନ କିସ୍ତିରେ ଦିଆଯାଏ। ଏହାର ଅର୍ଥ ହେଉଛି ଚାଷୀମାନେ ପ୍ରତି 4 ମାସରେ 2,000 ଟଙ୍କା ଲେଖାଏଁ ପାଉଛନ୍ତି। ଏହି ଟଙ୍କା ସିଧାସଳଖ ଡିବିଟିର ମାଧ୍ୟମରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ, ଯାହା କୌଣସି ଅନିୟମିତତାର ସମ୍ଭାବନାକୁ ହ୍ରାସ ପାଏ। ସମ୍ଭାବ୍ୟ ଘୋଷଣା ମାର୍ଚ୍ଚ 13 ତାରିଖରେ। ରିପୋର୍ଟଗୁଡ଼ିକ ଏହା ମଧ୍ୟ ସୂଚିତ କରୁଛି ଯେ ପ୍ରଧାନମନ୍ତ୍ରୀ ମାର୍ଚ୍ଚ 13 ତାରିଖରେ ଆସାମରେ କୋକ୍ରାଝାର ଗସ୍ତ କରିବାର ସମ୍ଭାବନା କାର୍ଯ୍ୟକ୍ରମ ରହିଛି। ଚାଲନ୍ତୁ ଜାଣିବା ପରବର୍ତ୍ତୀ ଖବର। ଏପ୍ରିଲ 1ରୁ ରାଜ୍ୟରେ ଆରମ୍ଭ ହେବ ଏସିଆର 24 ବର୍ଷ ପରେ ରାଜ୍ୟରେ ଏହି ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା କରାଯାଉଛି। ରାଜ୍ୟରେ ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଏହି ପ୍ରତିକ୍ରିୟା କରାଯାଉଥିବା ବେଳେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାର୍
आर.एस. गोपाळन। ଏହି କାର୍ଯ୍ୟକ୍ରମ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ କହିଥିଲେ 2025 ମସିହା ଭୋଟର ତାଲିକାକୁ 2002ରେ ରୋଲ୍ କରିବା ମ୍ୟାପିଂ କରାଯାଇଥିଲା। ଚାଲନ୍ତୁ ଜାଣିବା ପରବର୍ତ୍ତୀ ଖବର। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ତେବେ ଯଦି ଆପଣ କିଛି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର। ଆଜି ଭାରତୀୟ ବଜାରରେ 24 କ୍ୟାରେଟ୍ ସୁନାର ମୂଲ୍ୟ 1,62,110 ଟଙ୍କା ରହିଛି। ସେହିପରି 22 କ୍ୟାରେଟ୍ ସୁନାର ଦର 1,48,600 ଟଙ୍କାକୁ ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 1,62,110 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ 1,48,600 ଟଙ୍କାକୁ ପହଞ୍ଚିଛି। ସେହିପରି ମୁମ୍ବାଇରେ 24 କ୍ୟାରେଟ୍ ସୁନାର ମୂଲ୍ୟ 1,62,110 ଟଙ୍କା ଓ 24 କ୍ୟାରେଟ୍ ମୂଲ୍ୟ ଦର 1,48,600 ଟଙ୍କା ରହିଛି। ନୂଆଦିଲ୍ଲୀରେ 24 କ୍ୟାରେଟ୍ର ମୂଲ୍ୟ 1,62,260 ଟଙ୍କା ଓ 22 କ୍ୟାରେଟ୍ର ମୂଲ୍ୟ 1,48,750 ଟଙ୍କା ରହିଛି। ଚାଲନ୍ତୁ ଜାଣିବା ପରବର୍ତ୍ତୀ ଖବର। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ସରକାରଙ୍କୁ ଦେଶର ଏଲ୍‌ପିଜି ଅଭାବ ଚିନ୍ତା ଘାରିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଜରୁରୀକାଳୀନ ନିୟମରେ ଦିଆଯାଇଥିବା କ୍ଷମତା ବ୍ୟବହାର କରି ଏଲ୍‌ପିଜି ଉତ୍ପାଦନ ବଢ଼ାଇବାକୁ ତୈଳ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ କରିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର ଅଧିକାଂଶ ପରିବାରରେ ଏଲ୍‌ପିଜିକୁ ରୋଷେଇ ଘରେ ବ୍ୟବହାର କରାଯାଉଛି। ଚାଲନ୍ତୁ ଜାଣିବା ପରବର୍ତ୍ତୀ ଖବର। ଯୁଦ୍ଧ ଥମିବାର ନାଁ ନେଉନି ଇସ୍ରାଏଲ ଏବଂ ଆମେରିକାର ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରୁଛନ୍ତି। ଇରାନ ମଧ୍ୟ କଡ଼ା ଜବାବ ଦେଉଛି। ତେବେ ଯୁଦ୍ଧର ପ୍ରଭାବ ବୈଶ୍ୱିକ ଅର୍ଥନୀତି ଉପରେ ପଡ଼ିଛି। ଏହା ଭିତରେ ଭାରତକୁ ରୁଷିଆରୁ ତେଲ କିଣିବା ପାଇଁ ଆମେରିକାର ଅନୁମତି। ତେବେ କେବଳ 30 ଦିନର ଅସ୍ଥାୟୀ ଅନୁମତି ମିଳିଛି। ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ ଏକ ଟ୍ୱିଟ୍‌ରେ କହିଛନ୍ତି ବିଶ୍ୱ ବଜାରରେ ତେଲର ଯୋଗାଣ ସ୍ୱାଭାବିକ ରଖିବାକୁ ଆମେରିକାର ପେଟ୍ରୋଲ ଟ୍ରେଜାରୀ ବିଭାଗ ଭାରତୀୟ ତେଲ କମ୍ପାନୀଗୁଡ଼ିକୁ ରୁଷିଆରୁ ତେଲ କିଣିବା ପାଇଁ 30 ଦିନର ଏକ ଅସ୍ଥାୟୀ ଅନୁମତି ପ୍ରଦାନ କରୁଛନ୍ତି। ଚାଲନ୍ତୁ ଜାଣିବା ପରବର୍ତ୍ତୀ ଖବର। କର୍ଣ୍ଣାଟକରେ 16 ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍। ପିଲାଙ୍କ ପାଇଁ ଫେସବୁକ୍, ଇନଷ୍ଟାଗ୍ରାମ ବନ୍ଦ। ଭାରତର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକ ଏହି ନିୟମ ଲାଗୁ କରିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟ ରାଜ୍ୟ ବଜେଟ୍‌ରେ ଏହି ବଡ଼ ଘୋଷଣା କରିଛନ୍ତି। 16 ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହି ନିୟମ କେବଳ 16 ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ଉଦ୍ଦିଷ୍ଟ। ଚାଲନ୍ତୁ ଜାଣିବା ପରବର୍ତ୍ତୀ ଖବର। କଂଗ୍ରେସ ବିରୋଧରେ ଲଢ଼ି ଓଡ଼ିଶାର କ୍ଷମତାକୁ ଆସିଥିଲେ ନବୀନ। ନିଜକୁ ସୁହାଇଲା ଭଳି ପ୍ରସଙ୍ଗ ଉଠାଇ 24 ବର୍ଷ ଧରି ଶାସନରେ ରହିଥିଲେ। କିନ୍ତୁ କ୍ଷମତାରୁ ଯିବା ପରେ ଏବେ ପୁଣି ସ୍ୱର ବଦଳାଉଛନ୍ତି। ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ହାତ ଧରିବା ସହ ପୁଣି ଧର୍ମ ନିରପେକ୍ଷତାର କଥା କହିଛନ୍ତି। ତେବେ ନବୀନଙ୍କ ନୂଆ ରଣନୀତିକୁ ନେଇ ପ୍ରକାଶ ପାଇଛି ଭିନ୍ନ ଭିନ୍ନ ପ୍ରତିକ୍ରିୟା। ଚାଲନ୍ତୁ ଜାଣିବା ପରବର୍ତ୍ତୀ ଖବର। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସଭାରେ ଭାରତର ଗୃହମନ୍ତ୍ରୀ ଅମିତ ଶାହା ଲୋକଙ୍କୁ ସମ୍ବର୍ଦ୍ଧନ କରିଥିଲେ। ସେ କହିଥିଲେ ଯେ ଆଜିର ଦିନ ଓଡ଼ିଶାର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ଦିନରେ ରାଜ୍ୟରେ 3200 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରାଯାଉଥିବା ବେଳେ ସେ କହିଥିଲେ ଯେ ପୂର୍ବରୁ ଦେଶ ଇଂରେଜମାନଙ୍କ ଦ୍ୱାରା ପ୍ରସ୍ତୁତ ଆଇନ ଅନୁସାରେ ଚାଲୁଥିଲେ କିନ୍ତୁ ବର୍ତ୍ତମାନ ଆମ ସମ୍ବିଧାନ ଅନୁସାରେ ନୂତନ ନ୍ୟାୟ ସଂହିତା ଆଧାରରେ ଦେଶ ପରିଚାଳିତ ହେଉଛି। ଚାଲନ୍ତୁ ଜାଣିବା ପରବର୍ତ୍ତୀ ଖବର। ରାଜ୍ୟର ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାପମାତ୍ରା ବୃଦ୍ଧି ପାଇବା ସହିତ ସକାଳେ କୁହୁଡ଼ି ଓ ଦିନରେ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗୁରୁବାର ପାରଦ 39 ଡିଗ୍ରୀ ଟପିଥିଲା। ଝାରସୁଗୁଡ଼ାଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା 39.6 ଡିଗ୍ରୀ ରେକର୍ଡ ହୋଇଥିଲା। ଚାଲନ୍ତୁ ଜାଣିବା ପରବର୍ତ୍ତୀ ଖବର। ଧାର୍ଯ୍ୟ ସୀମାଠାରୁ କୌଣସି ବସ୍ ଅଧିକ ଭଡ଼ା ଆଦାୟ କରିପାରିବ ନାହିଁ। ଯାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିୟମ ଉଲ୍ଲଂଘନ କରୁଥିବା ବସ୍ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଆର୍‌ଟିଓଙ୍କ ଦ୍ୱାରା ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବସ୍‌ମାନଙ୍କରେ ଅଚାନକ ଯାଞ୍ଚ କରାଯାଇଛି। ଚାଲନ୍ତୁ ଜାଣିବା ପରବର୍ତ୍ତୀ ଖବର। ରାଜ୍ୟ ବିଜେଡିର ଏକତା ସଂଗଠନ ସମ୍ପାଦକ ଥିବା ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ବବିଙ୍କ ସ୍ଥିତିରେ ଏବେ କ'ଣ? ଦଳରେ ସେ ଏବେ କେଉଁ ଭୂମିକାରେ? ଆଗ ଭଳି ତାଙ୍କ କଥା ରହୁଛି? ଦଳୀୟ ସଭାପତିରେ ସଞ୍ଜୟ ଦାସ ବର୍ମା, ପ୍ରତାପ ଜେନା ଓ ଦେବୀ ମିଶ୍ରଙ୍କ ଭଳି ନେତାଙ୍କୁ ସାଂଗଠନିକ କାର୍ଯ୍ୟକ୍ରମରେ ଆଗଧାଡ଼ିରେ ଦେଖିବାକୁ ମିଳୁଥିବା ବେଳେ ବବିଙ୍କୁ ପଛକୁ ଠେଲି ଦିଆଯାଇଛି କି?
ଚାଲନ୍ତୁ ଜାଣିବା ପରବର୍ତ୍ତୀ ଖବର। ଓଡ଼ିଆ ସ୍ୱାଭିମାନର ପ୍ରତୀକ ବିଜୁ ପଟ୍ଟନାୟକ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଓଡ଼ିଶାର ବିକାଶ ପାଇଁ ବ୍ରତୀ ଥିଲେ। ବିଜୁବାବୁ ଯେଉଁ କ୍ଷେତ୍ରରେ ହାତ ରଖୁଥିଲେ ତାହା ସୁନା ପାଲଟି ଯାଉଥିଲା। ଅତୀତରେ ନାୟକ ନୁହେଁ ବରଂ ଆଧୁନିକ ଓଡ଼ିଶାର ନିର୍ମାତା ଭାବେ ବିଜୁବାବୁ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଚାଲନ୍ତୁ ଜାଣିବା ପରବର୍ତ୍ତୀ ଖବର। ପଶ୍ଚିମ ଏସିଆରେ ବଢ଼ୁଥିବା ଯୁଦ୍ଧର ନିଆଁ ଏବଂ ଇରାନ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ସଂଘର୍ଷ ବିଶ୍ୱର ସୁରକ୍ଷା ଚିତ୍ରକୁ ବଦଳାଇ ଦେଇଛି। ଏହି ପରିସ୍ଥିତିରେ ଭାରତ ନିଜର ସୀମା ଏବଂ ଆକାଶ ମାର୍ଗକୁ ସୁରକ୍ଷିତ ରଖିବା ପାଇଁ ହାଇ ଆଲର୍ଟରେ ରହିବା ସହ ବାୟୁସେନାର ଆଧୁନିକୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। ସଦ୍ୟତମ ଖବର ଅନୁସାରେ ଭାରତ ରୁଷଠାରୁ ଆଉ 5ଟି 400 ସୁଦର୍ଶନ ଏୟାର ଡିଫେନ୍ସ ମିସାଇଲ ସ୍କ୍ୱାଡ୍ରନ୍ କିଣିବାକୁ ଯାଉଛି। ଗତ ବର୍ଷ ଅପରେସନ ସିନ୍ଦୁର ସମୟରେ ଏହି ପ୍ରତିକ୍ରିୟାର ପ୍ରଣାଳୀ ନିଜର ସଫଳତାର ପ୍ରମାଣିତ କରିସାରିଛି। ଶତ୍ରୁ ପକ୍ଷର ମିସାଇଲ ଏବଂ ଡ୍ରୋନ୍କୁ ଆକାଶରେ ହିଁ ନଷ୍ଟ କରିବାରେ ଏହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟବସ୍ଥା ଭାବେ ଖୁବ୍ ଜଣାଶୁଣା। ଚାଲନ୍ତୁ ଜାଣିବା